30 টাকা ମୁଁ ଦେଖିଲି ମୋ ସ୍ୱାମୀଙ୍କର ସବୁ ବେପାର ହେଇଛି ଏତେ ଟଙ୍କା କଣ ହବ ସେଇଥିପାଇଁ ବେପାର ନ କରି ସିଧା ଚାଲିଛି ହେଲେ ହଇଓ ତମେ ଏମିତି ଛାନିଆ ମଣିଷ ମନ୍ଦିର ବେଳେ ମୁଣ୍ଡରେ ମାରି ଆସୁଛ ଏମିତି ଛାନିଆ ଯାଉଛ ଇଚ୍ଛା ଥିଲା ମନ୍ଦିର ଭିତରକୁ ଯାଇଥାନ୍ତି ଭାଗବତଙ୍କ ଦର୍ଶନ କରି ମୁଣ୍ଡିଆରେ ମାରି ଆସିଥାନ୍ତି ହେଲେ ନା ଶାନ୍ତିରେ ମୁଣ୍ଡିଆଟେ ମାରି ଦବନି କଣ ତତେ କେତେ ଥର ମନା କରିଛି ସେ ମନ୍ଦିର ଯିବାକୁ ନା ଧରିବୁନି ବୋଲି ମନ୍ଦିର ଯିବାକୁ ନା ଧରିବିନି କାହିଁକି ଧରିବିନି ହେଲେ କାହିଁକି ଧରିବିନି ବା ସେ କଣ ମଣିଷ ନୁହଁ ନା ଆମେ ମନ୍ଦିର ଭିତରକୁ ଯାଇ ଭାଗବତଙ୍କ ସେଇ ମୁଣ୍ଡିଆଟେ ମାରିଦେଲେ ଭାଗବତଙ୍କ ସେଇ ମନ୍ଦିର ଛାଡି କୁଆଡେ ପଳେଇ ଯିବେ এই ଦେଖିଲ ପାଠ 2 ଅକ୍ଷର ପଢିଛୁ ତ 5 ପଦ ଯୁକ୍ତି କରୁଛୁ ହାଲୋ ହେଇ ଆମେ ପରା ଅଜାତିଆ ଅଛୁଣା ମଣିଷ ମନ୍ଦିର ଛୁଇଁଲେ ପାପ ଲାଗିବ ଭାଗବତ ଗଛରେ ଅଭିଶାପ ଦେବେ ବଡ ପଣ୍ଡା ସାନ୍ତେ ମନ୍ଦିର ପ୍ରତିଷ୍ଠା କରିବେ ଆମକୁ ଏକଘରିଆ କରି ନିଆଁ ପାଣି ଅଟକ ରଖିବେ ହେଲେ ମନ୍ଦିରଟା ଅପବିତ୍ର ହେଇଯିବ ଲୋ କଣ କହିଲ ନାଇଁ କଣ କହିଲ ତମେ ଆମେ ମନ୍ଦିରକୁ ଛୁଇଁଲେ ମନ୍ଦିର ଅପବିତ୍ର ହେଇଯିବ ତାହେଲେ ମହାପ୍ରଭୁ ଜଗନ୍ନାଥ ନଡ଼ିଆ ନେଇଥିଲେ କେମିତି ଭକ୍ତ ସାଲରକୁ ଡାକରେ ନନ୍ଦିଘୋଷ ରଥ ଅଟକି ଯାଇଥିଲା କାହିଁକି ମହାପ୍ରଭୁ ଜଗନ୍ନାଥ ହଉଛନ୍ତି ଭକ୍ତର ଭଗବାନ ତାଙ୍କ ପାଖରେ ଛୁଆଁ ଭେଦଭାବ କିଛି ବି ନଥାଏ କିଛି ନାହିଁ ତୋତେ ହାତ ଯୋଡିଛି ତତେ ମୁଁ ଆଉ ଯୁକ୍ତିରେ ପାରିବି ବର୍ଷା ଘଡଘଡି ମାରି ଆସିଲାଣି ଚାଲ ଘରକୁ ଯିବା ଚାଲ ନା ମୁଁ ଏବେ ଜମା ଯିବିନି ମୁଁ ଆଗ ମନ୍ଦିର ଭିତରକୁ ଯିବି ଭାଗବତ ଗୋସାଇଙ୍କୁ ମୁଣ୍ଡିଆଟେ ମାରି ମୋ ମନ କଥା ଜଣେଇବି ଆଉ କି ମନ କଥା ଜଣେଇଗଲ ବଡ ବଡ ଡାକ୍ତରକୁ ଦେଖେଇଲେ ନାହକ ପଣ୍ଡିତ ଜାତକ ଦେଖିଲେ ସମସ୍ତଙ୍କର ସେଇ ଗୋଟିଏ କଥା ଆମେ ଆଉ ବାପା ମା ଡାକ ଶୁଣି ପାରିବାନି ଯେତେ ଦିନ ପର୍ଯ୍ୟନ୍ତ ଆମ ଗୋଡ଼ ହାତ ଚାଲୁଥିବା ସେତେ ଦିନ ପର୍ଯ୍ୟନ୍ତ ଆମେ କୁଲା ବାଉଁଶିଆ ବିକ୍ରି ଚଳିବା ଆଉ ଯୋଉଦିନ ଆମ ଗୋଡ଼ ହାତ ରହିଯିବ ସେଦିନ ଏ ଚିଲୁକା ଆମର ସେବା କରିବ ତା କାନ୍ଧରେ ଆମକୁ ମଶାଣିକି ନବ ଆଉ ଆମ ମୁହଁରେ ନିଆଁ ପାଣି ଦବ ତମେ ସିନା ଆଶା ଛାଡ଼ିଦେଲଣି ହେଲେ ମୋର ଏବେ ବି ଆଶା ଭରସା ବିଶ୍ୱାସ ଭାଗବତ ଗୋସାଇ ମୁଁ ଏକ ନିଶ୍ଚୟ ଶୁଣିବେ ନିଶ୍ଚୟ ମୋ ଫଳ ପୂରଣ କରିବେ ଯାହା ନାହିଁ କରମେ ତାହା କି ମିଳିବ ଧରମେ ହେଲା তোর যদি ভাগবত গোসাইଙ୍କ ଉପରେ ଏତେ ବିଶ୍ୱାସ ତାହେଲେ ତୁ ଏଇଠି ଭାଗବତ ଗୋସାଇଙ୍କୁ ମୁଣ୍ଡିଆ ମାରି ଦେ ମୁଁ ଦେଖିବି ଭାଗବତ ଗୋସାଇ ତୋ ଡାକ କେମିତି ଶୁଣୁଛନ୍ତି ହେ ଭାଗବତ ଗୋସାଇ ପ୍ରକୃତରେ ଚୈତି ତମକୁ କାୟା ମନ ବାକ୍ୟରେ ଭକ୍ତି କରୁଥାଏ ଡାକୁଥାଏ ତାହେଲେ ତମେ ମୋ ଡାକ ନିଶ୍ଚୟ ଶୁଣିବ ଠାକୁରେ ଏଇଠି ଥାଇ କରୁଛି ତମକୁ ଦଣ୍ଡବତ ଦେଖିଲୁ ଓ କୁଆରୀ ଝିଅଟେ କୁଆରୀ ବୟସରେ ଛୁଆ ଜନ୍ମ କରି ଏଇ ମନ୍ଦିର ପଛପଟେ ଛାଡ଼ି ଦେଇ ଯାଇଛି ଏଇ ଧରୁନୁ देख देख झील पुओ आगे देखिलु झीलटे ओ झीलटा बोली तो मुंह सुखी गला माता जानकी को बहुत करिया पाई राजा दशरथ देखो जनक ऋषि के पाखु जाइतिले राजा जनक को प्रथम प्रणाम करी कहितिले हे राजा जनक
ଆପଣ କନ୍ୟାଦାନ କରି ମହାପୁଣ୍ୟ ଅର୍ଜନ କରିଛନ୍ତି। ଆମେ ବି ଆଉ ଆପଣଙ୍କ ସମ୍ମାନକୁ ଯାଇ ଆମେ ବି କନ୍ୟାଦାନ କରି ମହାପୁଣ୍ୟ ଅର୍ଜନ କରିବା। ହ୍ୟାଲୋ, ମଲାବେଳେ ତ ଆମ ପାଖରେ ବସି ଗଙ୍ଗା ପାଣି ଟିକେ ମୁହଁରେ ଦବ, ଆଉ ଦୀପଦ ଭାଗବତ ପଢିଦବ, ଆଉ ଯିବ ଗଲାବେଳେ କହିବ হরে কৃষ্ণ বলি যাও জীব মাধব মাধব